ଆମେ ସେ ଯୁଗଜୟୀ ସ୍ରଷ୍ଟା କାହାକୁ କହିବା, କାହିଁକି ଆମେ ଜଣେ କବିକୁ କାଳଜୟୀ ସ୍ରଷ୍ଟା ବୋଲିକିରି କହୁ? ପ୍ରକୃତରେ ଯୁଦ୍ଧ ହେଉ କି ପ୍ରେମ, ମୋହ ହେଉ କି ସମ୍ମୋହନ, କଳ୍ପନା ହେଉ କି ବାସ୍ତବତା, ଏସବୁ ନିର୍ମମ ବାସ୍ତବତାକୁ ଯେଉଁ କବି ବୁଝେ ଏବଂ ଆଉ ଜଣକୁ ବୁଝେଇ ଦିଏ ତାର ଶବ୍ଦ ଶକ୍ତିରେ, ତାଙ୍କୁ ଆମେ କାଳଜୟୀ ସ୍ରଷ୍ଟା ବୋଲିକିରି କହୁ। ଏଇଭଳି ଜଣେ କାଳଜୟୀ ସ୍ରଷ୍ଟା ହଉଛନ୍ତି କବି ରାଜେନ୍ଦ୍ର କିଶୋର ପଣ୍ଡା। ଓଡ଼ିଆ କବିତାର ଧାରା 1947 ମସିହାରେ ଯେତେବେଳେ ପାଣ୍ଡୁଲିପି ପ୍ରକାଶ ପାଇଲା, ସ୍ୱାଧୀନତା ପୂର୍ବର କିଛି ଦିନ ପୂର୍ବରୁ ପାଣ୍ଡୁଲିପି କାହାର ପିଲାମାନେ ପ୍ରାୟ ସମସ୍ତେ ଜାଣିଛନ୍ତି କବି ସଚିଦାନନ୍ଦ ରାଉତରାୟ। ପାଣ୍ଡୁଲିପିଠୁ ଓଡ଼ିଆ କବିତାର ଗୋଟେ ନୂତନ ନକ୍ସା ତିଆରି ହେଲା ବୋଲି ଆମେ କହିପାରିବା। ଓଡ଼ିଆ କବିତାର ଯୋଉ ଧାରା ଥିଲା, ଓଡ଼ିଆ କବିତାର ଯୋଉ ପ୍ରବାହ ଥିଲା, ସେଇ ପ୍ରବାହଟା ପରିବର୍ତ୍ତିତ ହେଉଛି 1947 ପରେ ପରେ ଏବଂ ସ୍ୱାଧୀନତା ପ୍ରାପ୍ତି ପରେ ଏ ଦିଗଟା ଗୋଟେ ବିସ୍ତୀର୍ଣ୍ଣ ଆଡ଼କୁ ଗତି କରୁଛି। ତେଣୁ ଏଇ ସ୍ୱାଧୀନତା ପରବର୍ତ୍ତୀ କବିତାର ଧାରାରେ ଯେଉଁମାନେ ଧାରା ପ୍ରବର୍ତ୍ତକ ବା ଯେଉଁମାନେ ମୋଡ଼ ପ୍ରବର୍ତ୍ତକ ଥିଲେ, କବି ଶଶୀ ରାଉତରାୟ, କବି ଗୁରୁପ୍ରସାଦ ମହାନ୍ତି, କବି ବେଣୁଧର ରାଉତ, କବି ବିନୋଦ ଚନ୍ଦ୍ର ନାୟକ, କବି ଭାନୁଜୀ ରାଓ, ତାଙ୍କର ସହିତ ଯୋଡ଼ି ହେଇଛନ୍ତି ରମାକାନ୍ତ ରଥ, ଦିବଙ୍ଗତ ଚାଲି ଯାଇଛନ୍ତି। ତାଙ୍କର ସହିତ ଯୋଡ଼ି ହେଇଛନ୍ତି ସୀତାକାନ୍ତ ମହାପାତ୍ର, ତାଙ୍କର ସହିତ ଯୋଡ଼ି ହେଇଛନ୍ତି ଅନ୍ୟତମ ପ୍ରଥିତ ଯଶା କବି ରାଜେନ୍ଦ୍ର କିଶୋର ପଣ୍ଡା। ତୁମେ ଦେଖିବ ଯୋଉମାନେ ଏଥି ବିଜ୍ଞ ମାନେ ବି ସମସ୍ତେ ଅଛନ୍ତି, ଆମେ ଦେଖିଛୁ ଯେ ଓଡ଼ିଆ କବିତାର ଯୋଉ ଭାବ ତତ୍ତ୍ୱ ବା ଭାବ ପରିଧି, ଯୋଉଟା ଇମୋସନାଲ ଏଲିମେଣ୍ଟ, ସ୍ୱାଧୀନତା ପରବର୍ତ୍ତୀ ବିଶେଷ କରି ସ୍ୱାଧୀନତା ପରବର୍ତ୍ତୀ କବିତାର ଭାବ ତତ୍ତ୍ୱ, ସ୍ୱାଧୀନତା ପରବର୍ତ୍ତୀ କବିତାର ସଂରଚନା ତତ୍ତ୍ୱ, ସ୍ୱାଧୀନତା ପରବର୍ତ୍ତୀ କବିତାର ସୌନ୍ଦର୍ଯ୍ୟ ତତ୍ତ୍ୱ, ଏଇ ତିନୋଟି ପରିଧିକୁ ଯେଉଁମାନେ ନୂଆ କରି ଗଢ଼ିଛନ୍ତି, ଯେଉଁମାନେ ଗୋଟେ ନୂଆ ବିକଳ୍ପ ଦେଇଛନ୍ତି, ଯେଉଁମାନେ ଗୋଟେ ନୂଆ ରୂପ ଦେଇଛନ୍ତି, ସେମାନଙ୍କ ଭିତରୁ କବି ରାଜେନ୍ଦ୍ର କିଶୋର ପଣ୍ଡା ହଉଛନ୍ତି ଅନ୍ୟତମ। ଆପଣମାନେ ସମସ୍ତେ ଜାଣନ୍ତି ଗୋଟେ ଛୋଟିଆ ଗାଁ ସମ୍ବଲପୁର ଜିଲ୍ଲାର ରମ୍ପେଲା ବୋଲି ଗୋଟେ ଜାଗା ଥିଲା। ରମ୍ପେଲା ନିକଟରେ ଗୋଟେ ଗାଁ ଥିଲା, ବତଲଗା ବୋଲିକିରି ଗୋଟେ ଗାଁ ଥିଲା। ସେଇ ବତଲଗା ଗାଁରେ 1944 ମସିହାରେ ସେ ଜନ୍ମଗ୍ରହଣ କରିଥିଲେ କବି ରାଜେନ୍ଦ୍ର କିଶୋର ପଣ୍ଡା। ସେଇ ଗାଁ ଏବେ ହୀରାକୁଦ ଜଳଭଣ୍ଡାରରେ ଯୋଉ 285 ଗାଁ ଲୀନ ହେଇଯାଇଥିଲା, ସେଇ ଗାଁ ଭିତରେ, ସେଇ ଯୋଉ ଲୀନ ହେଇଥିବା ଗାଁ ମାନଙ୍କ ଭିତରେ ବତଲଗା ବି ଗୋଟିଏ ଗାଁ ଏବେ ହୀରାକୁଦ ଜଳଭଣ୍ଡାର ଗର୍ଭରେ ସେ ଗର୍ଭସ୍ଥ ହେଇକିରି ଅଛି। ପ୍ରଥମ କରି କେତୋଟି ଜିନିଷ, ତାଙ୍କର ଜିନିଷ ମୁଁ କହୁଛି। 1944 ମସିହାରୁ ଆମେ ଦେଖୁଛୁ ଯେ ଗୋଟେ ସବୁଜିମା ଭରା ମଫସଲ ଗାଁରେ କବି ଜନ୍ମଗ୍ରହଣ କରୁଛନ୍ତି। ତାଙ୍କର ପ୍ରାଥମିକ ପଢାପଢି ସେଠୁ ଆରମ୍ଭ ହଉଛି। ତାପରେ ସେଠି ଷଷ୍ଠ ଶ୍ରେଣୀରେ ସେ ପଢିବା ସମୟରେ ଗୋଟେ ଛୋଟିଆ କବିତା ଲେଖିଥିଲେ। ସେଇ ଆମେ ମାନେ ଯେମିତି ଛାତ୍ର ଜୀବନରେ ଲେଖୁଥିଲେ ଯେ ଆମର କାନ୍ଥରେ ଯେମିତି ଆମର କଲେଜ ମ୍ୟାଗାଜିନରେ ବାହାରିବ ଛୋଟିଆ କବିତାଟିଏ, କିମ୍ବା ଆମର ଯୋଉ ୱାଲ ମ୍ୟାଗାଜିନରେ ବାହାରିବ, ସେମିତି ଗୋଟେ ୱାଲ ମ୍ୟାଗାଜିନ ସେଠି ବା ଗୋଟେ ପତ୍ରିକା ବାହାରୁଥିଲା, ୱାଲ ମ୍ୟାଗାଜିନ ମଧୁପ ବୋଲିକିରି। ସେଠି ସେ ତାଙ୍କର ଗୋଟେ କବିତା ବାହାରିଥିଲା, ସ୍ତବକଟିଏ ବାହାରିଥିଲା। ସେଥିରେ ତାଙ୍କର ଶିକ୍ଷକ ତାଙ୍କୁ ସନ୍ଦେହ କରିଥିଲେ ଯେ ପ୍ରକୃତିରେ ଏ କବିତା ତୁମର ନୁହଁ, ଆଉ କାହାର ଭାଷାରେ ତମେ ଚୋରିକିରି ଆଣିଛ ଏବଂ ଲେଖିଛ। ସେଇଠୁ କବିଙ୍କୁ ଡକରା ଆସିଲା। ଷଷ୍ଠ ସପ୍ତମ ଶ୍ରେଣୀର ଗୋଟେ ଛୋଟ ବାଳକ ସେ ସମୟରେ ରାଜେନ୍ଦ୍ର କିଶୋର ପଣ୍ଡା, ଏବଂ ପଚାରିଲେ ଯେ ସନ୍ଦେହ କଲେ ତମେ କବିତା ଲେଖିଛ କି? ରାଜେନ୍ଦ୍ର କିଶୋର ପଣ୍ଡା କହିଲେ ନା, ମୁଁ ଆମ ଗାଁରେ ଯୋଉ ପାଲା ଦାସକାଠିଆ ହେଉଥିଲା, ସେ ଦାସକାଠିଆ ଗାୟକ ଯୋଉ ଗୀତ ଗାଉଥିଲା, ମୁଁ ପ୍ରତିରୂପ ପୁରା ଏକୁରେଟ ମୁଁ ସେମିତି ହିଁ ଏଇଟା ଲେଖି ଦେଇକିରି ନେଇ ଆସିଛି। ତାପରେ ତାଙ୍କୁ ସେଠି ଶିକ୍ଷକ କହିଥିଲେ ଯେ ତମେ କେବେ କବିତା ଚୋରି କରିବ ନାହିଁ। ଗୋଟେ ଲୁହ ଲୁହ ଆଖିରେ ସେ କବି ଦିନେ ସେଇ ଛୋଟ ବାଳକ, ସେଦିନ ସେ ଶିଶୁ କବିଟିଏ ଫେରି ଆସିଥିଲା। ଏବଂ ପରବର୍ତ୍ତୀ ଭିତରେ ତାର ଭିତରେ କଣ ପରିବର୍ତ୍ତନ ହେଲା, ଆଜି ସେ ଆମର ଆଗରେ ଗୋଟେ ନୂଆ ବିମର୍ଶ, ନୂଆ ବିବେକ ତିଆରି କରିଥିବା ଗୋଟେ ମହାକବି ଭାବରେ ତାଙ୍କର ଚେତନା ଅଛି। ପୃଥିବୀରୁ ଗଲେ ମଧ୍ୟ ଏଇ 25 ଅକ୍ଟୋବର ମାସରେ 2025 ମସିହା ଅକ୍ଟୋବର ମାସରେ ସେ ଆମଠାରୁ ବିଦାୟ ନେଇଛନ୍ତି। ଶରୀରଟା ବିଦାୟ ନେଇଛି, କିନ୍ତୁ ସେ କବି ସତ୍ତାଟା ଆମ ଭିତରେ ଯେତେ ଦିନ ପର୍ଯ୍ୟନ୍ତ ଏଇ କବିତା, ଆଧୁନିକ କବିତାର ଧାରା ଥିବ, ସେଦିନ ପର୍ଯ୍ୟନ୍ତ ରାଜେନ୍ଦ୍ର କିଶୋର ପଣ୍ଡା ଥିବେ। ତେଣୁ ଆମେ ଇଏ ଗୋଟେ ଦିଗ। ତାପରେ ତାଙ୍କର ଯେତେବେଳେ ବହି ପ୍ରକାଶ ପାଉଛି, ଆପଣ ମାନେ ଆଶ୍ଚର୍ଯ୍ୟ ହେବେ। ତାଙ୍କର ପ୍ରଥମ କବିତା 1959 ମସିହାରେ ପ୍ରକାଶ ପାଇଥିଲା। ଆଗରୁ ଯଦିଓ କବିତା ପ୍ରକାଶ ପାଇଥିଲା, କିନ୍ତୁ ସେ ନିଜର ପ୍ରଥମ ମୁଦ୍ରିତ କବିତାର ମାନ୍ୟତା ଦଉଛନ୍ତି ତାଙ୍କର ଶେଷ ରାତ୍ରି କବିତାକୁ। ଶେଷ ରାତ୍ରି କବିତାକୁ ସେ ପ୍ରଥମ ମାନ୍ୟତା ଦଉଛନ୍ତି। ଏବଂ ଶେଷ କବିତା ଯୋଉଟା ଆପଣ ମାନେ ରେବତୀ ଯଦି ପଢିଥିବେ, ତାଙ୍କର ପୃଥିବୀରୁ ବିଦାୟ ନେବାର
ପୂର୍ବରୁ ଯୋଉ କବିତା ସେ ଲେଖିଥିଲେ ସେ କବିତାର ନାଁ ହଉଛି ଅଖାଡୁଆ ବୋଲିକିରି ଅକ୍ଟୋବର 2025 ସଂଖ୍ୟାରେ ପାହାଚି ରେବତୀରେ ପଢିବେ। ଶେଷ କବିତା ହଉଛି ତାଙ୍କର ଅଖାଡୁଆ ଏବଂ ପ୍ରଥମ କବିତା ଥିଲା ଶେଷ ରାତ୍ରି ଏବଂ ପ୍ରଥମ କବିତା ସଂକଳନ ହେଉଛି ତାଙ୍କର ତୁମେ ମାନେ ସମସ୍ତେ ଜାଣିଛନ୍ତି ଗୌଣ ଦେବତା 1975 ମସିହାରେ ପ୍ରକାଶ ପାଇଥିବା ଗୌଣ ଦେବତା ହଉଛି ତାଙ୍କର ପ୍ରଥମ କବିତା। ତାପରେ ଅନେକ ସେ କବିତା ରଚନା କରିଛନ୍ତି ୟା ଭିତରେ ଶତାବ୍ଦୀ ଶତାବ୍ଦୀ ର ଯୋଉ କାଳର ପ୍ରବାହ ଥିଲା ସେଇ ପ୍ରବାହକୁ ସେ ନେଇକରି ଯୋଡ଼ିଛନ୍ତି କବିତା ଭିତରେ ଏବଂ ଆମେ ଦେଖିଛୁ ଗୁଣ ଦେବତା ତାପରେ ସେ ରଚନା କରୁଛନ୍ତି ଅନବତାର ଓ ଅନ୍ୟାନ୍ୟ କବିତା 1976 ମସିହାରେ ଗୁଣାକ୍ଷର 1977 ମସିହାରେ ପ୍ରକାଶ ପାଉଛି ଶତଦ୍ରୁ ଅନେକ ପ୍ରକାଶ ପାଉଛି 1977 ମସିହାରେ ନିଜ ପାଇଁ ନାନା ବାୟା 1980 ମସିହାରେ ଚୌକାଠରେ ଚିରକାଳ 1981 ଶୈଳକଳ୍ପ 1982 ଏଇ ଯୋଉ ଶୈଳକଳ୍ପ କବିତା ପାଇଁ ସେ 1985 ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହେବା ପାଇଁ ସେ ତାଙ୍କୁ ଘୋଷଣା ତାଙ୍କ ନାଁ ଘୋଷଣା କରାଯାଇଥିଲା ଏବଂ ତାପରେ ପ୍ରକାଶ ପାଉଛି 1988 ମସିହାରେ ଅନ୍ୟା ସାରଳା ପୁରସ୍କାର ପାଇଁ ମଧ୍ୟ ସମ୍ମାନିତ ହେବା ପାଇଁ ତାଙ୍କ ନାମ ଘୋଷଣା କରାଯାଇଥିଲା। ସେ ସେଥିପାଇଁ ସାରଳା ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଯଦିଓ ପ୍ରତ୍ୟାଖ୍ୟାନ କଥା ଭିନ୍ନ କଥା। ତାପରେ ବହୁବ୍ରୀହି ବୋଧିନବ ଈଶ ଖେଳ ଚିଦାଭାସ ତାଙ୍କର ଗୋଟେ ଉପନ୍ୟାସ ଏକମାତ୍ର ଉପନ୍ୟାସ 1999 ମସିହାରେ ପ୍ରକାଶ ପାଇଥିଲା ଏବଂ ଆମେ ଦେଖୁଛୁ ଶେଷ କବିତା ଗ୍ରନ୍ଥ ମଣିଷ ମଣିଷ ଆପଣ ଅଛନ୍ତି 2016ରେ ପ୍ରକାଶ ପାଇଲା ଏବଂ ଶେଷ ପ୍ରକାଶ ପାଉଛି 2017 ମସିହାରେ। ତ ଏତିକି କବିତା ଭିତରେ ବହୁତ କବିତାର ସେ ସ୍ରଷ୍ଟା ଆମେ ତାଙ୍କର ସମଗ୍ର ଯଦି ସାର୍ବିକ ଦୃଷ୍ଟିରୁ ବିଚାର କରିବା ତାଙ୍କର କବିତାର ଦୁଇଟି ଧାରାକୁ ଆମେ ଦେଖୁଛୁ ବିଶେଷ କରି ଗୋଟେ ହଉଛି ଇନ୍ଦ୍ରିୟାତୀତ ବୌଦ୍ଧିକ କାବ୍ୟ ଚେତନା ଗୋଟେ ଇନ୍ଦ୍ରିୟାତୀତ କାବ୍ୟ ଚେତନା ବା ମେଟାଫିଜିକ ପୋଏଟ୍ରି ଟ୍ରେଣ୍ଡ ତାକୁ ଟ୍ରେଣ୍ଡ ବୋଲିକିରି ଆମେ କହିପାରିବା ଆଉ ଗୋଟେ ହଉଛି ସୋସିଆଲିଷ୍ଟିକ ପୋଏଟ୍ରି ଟ୍ରେଣ୍ଡ ବା ପୋଏଟ୍ରି କନସେପ୍ଟ এটা ଆମେ ଯୋଉଟା ପ୍ରତିବଦ୍ଧଶୀଳ କବିତା ବୋଲି ଦୁଇ ଭାଗରେ ଆମେ ବିଭକ୍ତ କରିଦଉ ପ୍ରେମ ଏବଂ ରହସ୍ୟବାଦ ଗୋଟେ ପାଖରେ ଠିଆ ହେଇଛି କବିତାର ଗୋଟେ ଧାରା ହେଇକିରି ଆଉ ଗୋଟେ ପ୍ରବାହରେ ତାଙ୍କ ଠିଆ ହେଇଛି ଗୋଟେ ପ୍ରତିବଦ୍ଧଶୀଳ କାବ୍ୟଧାରା ମାନବବାଦୀ କାବ୍ୟଧାରା ହ୍ୟୁମାନିଷ୍ଟ ପୋଏଟିକ୍ ଟ୍ରେଣ୍ଡ ବୋଲିକିରି ଆପଣ ମାନେ କହିପାରନ୍ତି। ତେଣୁ ଏଇ ଯୋଉ ଦୁଇଟି ଧାରା ଭିତରେ ରୋମାଣ୍ଟିକନେସ୍ ମେଟାଫିଜିକ ପୋଏଟ୍ରିକାଲ କନସେପ୍ଟ ଏବଂ ଆଉ ଗୋଟେ ପାଖରେ ଠିଆ ହେଇଛି ସୋସିଆଲିଷ୍ଟ বা সোশিয়ালিস্ট পলিটিকাল কনসেপ্ট ଯୋଉଟା ସାମାଜିକ ପ୍ରତିବଦ୍ଧତା ଅଛି ରାଜନୈତିକ ବିସଙ୍ଗତିର କଥା ସେ କହୁଛନ୍ତି। ତେଣୁ ପ୍ରଥମ ପର୍ଯ୍ୟାୟର କବିତା ଭିତରେ ଆମେ ଦେଖୁଛେ ସେ ଅଧିକ ରୋମାଣ୍ଟିକ ପ୍ରବଣ ଟିକେ ମେଟାଫିଜିକ ଧାରାକୁ ବେଶୀ ଗ୍ରହଣ କରୁଛନ୍ତି ଯେତେବେଳେ ପ୍ରଥମ କାବ୍ୟଧାରା ସବୁ ରଚନା କରାଯାଉଥିଲା। ଏଇ ପ୍ରଥମ ପର୍ଯ୍ୟାୟର କବିତା ଗୁଡ଼ିକରେ ସେ ଭାରତୀୟ ପରମ୍ପରା ପ୍ରତି ପ୍ରଭାବିତ ହେଇଛନ୍ତି ଏବଂ ଗୋଟେ ନିଗୁଡ ବା ନିର୍ଗୁଣ ଶୂନ୍ୟ ତତ୍ଵର ଅବତାରଣା କରୁଛନ୍ତି ତତ୍ତ୍ୱ ଦୃଷ୍ଟିରୁ ବା ତାତ୍ତ୍ୱିକ ଦୃଷ୍ଟିରୁ ସେ କବିତା ଟିକେ ଜଟିଳ ଲାଗୁଛି କିନ୍ତୁ ଗୋଟେ ନୂଆ ଦର୍ଶନର କଥା କହୁଛନ୍ତି ସେ ସେଥିରେ ଆମେ ଦେଖିବା ଗୋଟେ ଜୀବନ ତତ୍ଵର ଜୀବନର କଥା ସେ କବିତା ଭିତରେ ଉଲ୍ଲେଖ କରୁଛନ୍ତି ତାଙ୍କର କବିତାରେ। ମୁଁ ଏଠି ଗୋଟେ କବିତାର କୋଟ କରିପାରିବି ଆପଣ ମାନଙ୍କର ପାଖରେ ମୋ କବିତା ଅସମଞ୍ଜସ୍ୟ ବାୟା ମାନେ ହିଁ ଆଭାସ ପାଆନ୍ତି ବୋଧହୁଏ କିଛି କିଛି ଟ୍ରାଫିଜିୟମ ମତେ ଏବେ ଯଦି ଆୟକାତାର ଦିଶେ ପରକ୍ଷଣରେ ଦିଶେ ବର୍ଗାକାର ପୁଣି ପରକ୍ଷଣରେ ବୃତ୍ତାକାର ତା ପୁଣି ନିଷ୍ପତ୍ତି ବି ଓ ନିଷ୍କୃତିହୀନ ବୃହତ ପୃଥି କେତେବେଳେ ସୋରିଷ ପରି ମତେ ଦିଶେ ଗୋଟେ ବିରୋଧାଭାସ ବି ତାଙ୍କର କବିତାରେ ଅଛି। ଗୋଟେ ଦେଖ ଆଉ ଗୋଟେ କବିତା ହେଉଛି ଦ୍ୱିତୀୟ ଦଧିଛି ବୋଲି ଗୋଟେ କବିତା ଅଛି। ଆଲୋ ଡମ୍ବି ତୁ ତ ମୃଣାଳ ଖାଇ ପଦ୍ମ ବନରେ ନାଚି ନାଚି ବିହରୁଥିଲୁ ଆଜି କେମିତି ହାତ ନ ଚବେଇଲେ ନ ଚଳେ ବୋଲି ମତେ ହିଁ ଡାକୁଛୁ ଦଧିଛି ବୋଲି ମତେ ହିଁ ଡାକୁଛୁ। ଏଇ ଗୋଟେ କବିତା ତାଙ୍କର ଏଥିରେ ରୋମାଣ୍ଟିକନେସ୍ ଗୋଟେ ଦିଗରେ ଦେଖିବ ରୋମାଣ୍ଟିକନେସ୍ ଅଛି ଆଉ ଗୋଟେ ଦିଗରେ ଦେଖିବ ଗୋଟେ ଅତୀନ୍ଦ୍ରିୟ ଚେତନାର କଥା ମଧ୍ୟ ଅଛି ଗୋଟେ ମେଟାଫିଜିକ ଆମର ଯେମିତି ଚର୍ଯ୍ୟାଗୀତିକାରେ ଯୋଉ ଡମ୍ବି ମାନେ ଥିଲେ ସେଇ କନସେପ୍ଟଟା ଉତରି ଆସୁଛନ୍ତି ଗୋଟେ ନୂଆ ଆଧୁନିକ ରୂପ ନେଇକିରି। କବି ସମୟ ସବୁବେଳେ ଦେଖିବ ଯେ ଗୋଟେ କବିତା ଭିତରେ ତାର ସମକାଳକୁ ସେ ଦେଖେଇ ଦିଏ ଏବଂ ଗୋଟେ ନୂଆ ପୃଥିବୀ ନିର୍ମାଣ କରେ। ଏଇ ରାଜେନ୍ଦ୍ର କିଶୋର ପଣ୍ଡାଙ୍କର କବିତା ଭିତରେ ବି ଆମେ ସେଇଟା ହିଁ ଦେଖୁଛୁ। ତାଙ୍କର କବିତା ଭିତରେ ଆଉ ଯୋଉ ପରବର୍ତ୍ତୀ ଯୋଉ ପର୍ଯ୍ୟାୟର କବିତା ଅଛି
से कविता भितर से टिके विप्लवी विद्रोही परि मन हुंती गोटे पाखरे प्रेम कथा कहवा कवि आ गोटे पाखरे विप्लव एवं विद्रोहर कथा मध्य कहती इंगित रे कहती तुम मैंने यदि पढ़िथिबे आपण माने स्थानित होइतबा संकेत तांकर प्रशासक गड्डालिका मु गोपबंधु दास एक श्रेष्ठ कविता होउछि आपण माने पढ़िथिबे गुलाम दास कविता गुलाम दास 1975 मसीह रे जो आमर एमरजेंसी पीरियड चलीथिला भारत वर्ष रे प्रत्येक विवेक गोटे क्षमता चक्रर व्यवस्था भितर गोटे क्षमता चक्रर अलंधु भितर विवेक बंधा पड़ीथिला प्रत्येक व्यक्ति से प्रशासक हो प्रत्येक लेखक जी प्रतिवाद कला ताकू जेल भितर को निक्षेप करा जाउथला एमिति गोटे विवेक को बांधी देबार जो समय आसीथिला सेही समय रे प्रशासक भावरे दायित्व निर्वाह करुवा राजेंद्र किशोर देख केड़े निर्भीक से व्यक्ति बा से कवि सत्ता व्यक्ति नुह से कवि सत्ता केड़े निर्भीक जे गोटे व्यवस्था को से आक्षेप करूछंती एवं गोटे व्यवस्था को से अंगुली निर्देश करूछंती सुतीव्र कटाक्ष अछि से कविता होइतरे विद्रूप अछि व्यंगोक्ति अछि ता सहित समाज निष्ठ गोटे दृष्टिकोण को से आखिरे रखिकरी गुलाम दास कविता को परिकल्पना करूछंती एई गुलाम दास कहूछि जे साधारण मनुष्यटी गुलाम दास किए जो माने सत्ता विरुद्ध रे प्रश्न पचारि नाहंती से समय गोटे क्षमता चक्रर अंधकार भितर निजकू निक्षेप कर दैछंती से प्रत्येक व्यक्ति गोटे गोटे गुलाम से कहउछंती से कथा एवं साधारण मनुष्यटी गुलामगिरी को केमिति बरी नेउछि एवं बरी नेबा पई बाध्य होतला सेही समय रे ए व्यवस्था को से कलम एवं तुली रे नुआ शब्द देखिरी प्रश्न पचारुछंती एवं कहउछंती अनाम दास अधाम दास अनाम दास सुन मु कहूछि गुलाम दास दे आवाज पोपटलाल जिंदाबाद जिंदाबाद मालिक राज जिंदाबाद किंतु कवितार शेष रे जो आपण माने पढ़िबे देखिदिबे ई कवितार शेष रे तांकर काव्य नायक पुंजीवाद रो विनाश घटेबा पई आगभर होचंती एवं जोंतरे से एक नूतन सूर्य सकाल संभावनार कथा कहउचंती से कहउचंती जे पहिली गुलीटा मते मार मु दलाल पहिली गुली मते मार ए जो मुक बा गोटे सुसुप्त चेतना जो माने गुलामगिरी को बरी नथली माने से निजे भी कवि बा लेखक सेठी ठिया ही कहउचंती जे मते प्रथमे गुलीटा मते मारि दे काहे कि ना मु दलाल ए व्यवस्थार दलालगिरी जे पर्यंत सरीब नाही सेते दिन पर्यंत गोटे नुआ प्रगतिशील एक संभावना राष्ट्र निर्माण करा जाई परिबो नाही ए कथा को से आमे देखि दिथिले तापरे बहुत व्यंग अछि तांकर कविता भितरे पक्षाघात गोटे कविता थिला सेतिरे से कहउचंती जे पक्षाघात ग्रस्त मुहि पालचुटा मोह नेई मु किया न हेबी खुंट निश्चल निर्वाक अनेक उद्यम मो चेतना बुझाई पारुनी तमरी ए सभ्यतारे ए प्रश्न उठे तेणु मो चेतना मुर्दार ना ए सभ्यता मोर मरु सागरीय मुर्दार मोर चेतनाटा मुर्दार ही जाउछि जदि गोटिए व्यक्ति सत्ता तार सामना रे ठिया हेइथिबा व्यवस्था केंद्र को प्रश्न पचारि पारु नाही ताहले से मुर्दार सदृश समयर आह्वान रे कवि बहुत बहुत विरोधाभास कथा कहते सब दिग को मुझे छुई जीवी मो आधा घंटा 45 मिनट समय नहीं बेसी नेबिनी आपण मानकर बढ़िया कथाटे तांकर विषय रे हमें कहि परिबा जे सब विरोधाभास भितरे सब विरोधाभास रो अनेकता भितरे अनेक अनेक भावर माने विच्छिन्न होई पड़ितबा भाव विरोधाभास पैराडॉक्स भितरे आश्चर्य कथा होछि जे से गोटे नुआ आधुनिकता निर्माण करूछंती सब विरोधाभास भितरे केंद्र रे निजको ठिया करेगिरी गोटे नुआ आधुनिकता निर्माण करूछंती कविता भितरे कवि राजेंद्र किशोर पंडा क्लासिक एवं रोमांटिक जो साहित्य अछि रोमांटिक चेतना अछि दुईटा को धरुछंती नैर्व्यक्तिक चेतना सहित खांटी व्यक्तिगता भी अछि से कहउछंती जे मोर जो कवितार इतिहास तमे राजेंद्र किशोर पंडांकर तांकर जो उक्ति भी आमे देखिबा नैर्व्यक्तिक एवं खांटी व्यक्तिगता भितर तांको खोजिबे आशा अछि नैराश्यर कथा भी अछि नीड़ अछि आकाश अछि तांकर कविता भितरे गोलामी को से देखैछंती हाकिमगिरी को मध्य देखैछंती ग्लानी अछि उत्साह अछि गृहस्थ और सन्यासी दुई जन को तमे देखिबो बैरागी भ्रमर माने पढिला पर देह सिथै उठिबा एमती कविता क्वचित लेखाइ छि ओडिया साहित्य रे गृहस्थ को भेटिबो जने सन्यासी को भेटिबो शैतान को भेटिबो ईश्वर को भेटिबो निर्मम वास्तवता को भेटिबो नास्तिकता को भेटिबो भक्तिकता को आमे कविता भितर तांकर भेटू संशय अछि विश्वास अछि निहा अछि गुलाप अछि स्वकिया अछि परकिया अछि परंपरा अछि परीक्षण अछि आशा अछि पूर्वाशा अछि दुख अछि आनंद अछि ए सब अनेक
जो अनेकता अच्छी अनेक अनेक अनेकता विविधता अच्छी विविधता भितर से पंडांकर काव्यर गोटे मौलिक ऐक्य बिंदु को आम लक्ष्य कर कविता भितर प्रकृत में सेटा ही सब बड़ कथा तेणु आमे मु आउ गोटे आउ केतरा जिनस देखौची से निजे कहउछंती जे मो कविता मोर आत्मजीवनी माने आमे राजेंद्र किशोर पंडा को तले भेटी भेटी देखिबा जे से कहउछंती मोर कविता मोर आत्मजीवनी मोर आत्मकथा कहउची जदि तमे मोर कविता रे लुह झरी जाउची कहा राखिरु ताहले तमे बहुत बड़ कथा सेटा जे कवि तार व्यक्ति सबु पृथ्वीर सबु कवि जो माने नुआ धारा तैयारी करंती व्यक्तिक चेतनारू निर्व्यक्तिकता आड़कू तांकर काव्य धारा प्रसारित हुए व्यक्तिक चेतनारू निर्व्यक्तिकता आड़कू प्रसरी जिबा होची एक श्रेष्ठ काव्य प्रवाहर लक्षण से कहउछन्ती मोर जीवन चर्या रे मोर काव्य साधना रे आंतरिकता रे मु निष्ठारू केबे विच्युत हे नाही मु केबे भी राजेंद्र किशोर पंडा गोटे बड़ उक्ति जे व्याकरणर बाहरे वर्णमालार बाहरे भी कविता रही भांगी दियो ना धारा से बहुत मु कहिबी जे बहुत नुआ नुआ शब्द तैयारी करछंती आखि बुझिगिरी कहि दै परिबे आपण माने जेटा राजेंद्र किशोर पंडांगर ही कविता नुआ एते नुआ शब्द कथित शब्द माननकु किछि तत्सम शब्द माननकु भांगी छंती नुआ करी मिसै करी गढी छंती मु कहिबी गोटे कविता पृथ्वीर सबु कविता भलो कविता तार वस्त्र पिंधिकी जन्म निये से तार वस्त्र पिंधिकी जन्म नब कविता को केबे भी आपण माने कृत्रिमतार रूप जदि दे देबे कविता भांगी जीव सेठी तेणु से निजे से कथा भी कहउछंती कवित्वर वैचित्र ही तार जो वैचित्रता अछि कविता भितरे जो वेरिएशन अछि सेही वेरिएशन कवितार अवबोध को तीव्र करे कवितार नुआ स्वर निर्माण करे ता सहित जो ध्वन्यात्मक शब्द ध्वनि कवितार अवबोध को मध्य नुआ रूप दिए एटा मध्य आमे कविता भितरे लक्ष्य करिछु आपण माननकु आउ केतोटी कविता मो एठी तांकर गोटे श्रेष्ठ कविता अछि झ पई गोटे कविता आमे ताकू चर्चा करिबा जे सबु कालर श्रेष्ठ कविता बोली कि मु जेते थर पढिबी मते नुआ नुआ लागे आपन को लागिबो जे बहुत सहज भाषा अछि कविता एई परी जीवाकू हबो दूर बहु दूर काहाकू मान करिछु झियो मोर सुना झियो मोर तो रुषा घर आगरे तते अपेक्षा करुछि जीवन खोली दे कबाट आ जीवाकू हब दूर बहु दूर जामा तू परा घर करिबो घर कल्प वृक्ष हेली बोली भाभी नेबाटा ही प्राय कल्प वृक्ष हेबा भाभी नेबो लाजकुली बुधा परी मुदी होई सांकुड़ी जाई पूजी होई रहिबु काहेकी छुआ बाजिमा मात्र के हेबु सीधा होई तरु परी पल्ल विभु मिली देबु फूल मेढ फल भार पक्षी बसा डाल डाल पुणी किछि कंटार संभार मेली देबु देवी देबु आउ दियाइबु दे पद बोलिबु तो आकाश रे सकुन उड़ीबे संकुत रहिबे फेणा डेणा फड़के लहु लुहान हबु केबे तो महु मुहान हबु केते सरागरे रांधी तू परसी थिबा स्वादिया तियन को थू थू करी देले प्रिय जनटिए ओह चापी स्मित खेलाइबु अमृत गिना को तोर विष हब नाही झियो अमृत गिना को तोर विष हब नाही झियो अमृत तो केबे अइठा हुए नाही झियो योग्य तम देखि समर्पिबु बड़ बड़ हृदय विदारक के कविता पृथ्वी रे जदि सबु भाषा रे कविता अनुदित होता बाही थांता बते सब पृथ्वीर श्रेष्ठ गोटे कविता ये पृथ्वीर एक श्रेष्ठ मु ओडिया भाषा कहूनी पृथ्वीर एक श्रेष्ठ कवितार मान्यता ये पाई जाई थांता शेषरे केमती कथा कह जाउची बरंग जदि तू पारु पंधामय होई जिवो निजकु टिके उखारी देबु आंचुडारे पाताल गंगार फुआर मा अंधार घनई पाषाण होई विदीर्ण होई गले सिंदूरा आकाश रे फजेरा फाटिबार दृश्य माटी को फाटी जा बोली केबे कहिबुनी झियो बरं तू देवकी परी निजे फाटी जीवो ईश्वरंक जन्म पाई द्वार खोली देबु ईश्वरंक जन्म पाई द्वार खोली देबु राजेंद्र किशोर पंडा प्रकृत रे शह शह कविंकर गोटे नुआ भाव निर्माता बोली कहिबा जेते सब तरुण कवि थिले तरुण कवि मानकर से तो उत्साहर मूल बिंदु प्राण बिंदु थिले पिठी थापुड़े जाउथिले आउरी आहुरी सर्जना कर बोली से स्वप्न देखौथिले तेणु कविता रे प्रेमिक हबाकू हेले जे चतुर्वर्गर ऊर्ध्वरे रहिबाकू पड़े पाप पुण्य सत्य मिथ्या जन्म मृत्यु ए देहालीर ऊर्ध्व को लंघी जीवाकू हुए
এই কথা ଆମକୁ ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କର କବିତାରେ ଆମକୁ ବତେଇ ଦେଇ ଯାଇଛନ୍ତି। ଏକ ଅନବତାର ଅଧିକାରରେ ଚୌକାଠର ଚିରକାଳରେ ଏକ ପାଦରେ ଦଣ୍ଡାୟମାନ ହେଇ ସେ କହି ଯାଇଛନ୍ତି ଯେ ଆମକୁ ଶିଖର ମାତ୍ରେ ହିଁ ଆରୋହ୍ୟ। ଏ ମନ୍ତ୍ର ଆମକୁ କିଏ ଶିଖେଇବ? ରାଜେନ୍ଦ୍ର କିଶୋର ପଣ୍ଡାଙ୍କର କବିତାର ଅରଣ୍ୟରେ ଆମକୁ ହଜି ଯିବାକୁ ହେଲେ ଏହାର ଅର୍ଥ ଖୋଜିବାକୁ ପଡିବ। ଆଦିମା, ମଧ୍ୟମା, ଅନ୍ତିମା, ପରମା ଯେଉଁମାନେ ତାଙ୍କର ଭିତରେ ଲୁଚିକି ରହିଥିଲେ ସେମାନଙ୍କୁ ଖୋଜିବାକୁ ପଡିବ। କବିତାର ଭିତରେ ଗୋଟେ ମହାର୍ଗ ଅନୁଭବ, ଏକ ମହାର୍ଗ ଚେତନାର କଥା ସେ ଆମକୁ ଦେଖେଇ ଯାଇଛନ୍ତି। ସେଟା ହଉଛି ତାଙ୍କର ସ୍ୱକୀୟତା। ତା ସହିତ ଆପଣ ମାନେ ଦେଖିଥିବେ ଯେ ରାଜେନ୍ଦ୍ର କିଶୋର ପଣ୍ଡା ଆମେ ଯେତେବେଳେ ଦେଖୁଛୁ ଯୁବକବି ମାନଙ୍କୁ କେମିତି ଗୋଟେ ନୂଆ ଧାରା ସେ ଦେଖେଇକିରି ଯାଉଛନ୍ତି। ଦେଖନ୍ତୁ, ସାରା ଜୀବନ ନୂଆ କବିଙ୍କୁ ଉତ୍ସାହିତ କରୁ ଆସୁଥିବା ରାଜେନ୍ଦ୍ର କିଶୋର ପଣ୍ଡା ତରୁଣ କବି ମାନଙ୍କର ପ୍ରତି ତାଙ୍କର ଆହ୍ୱାନ, ତାଙ୍କର ଉକ୍ତି ଆପଣ ମାନେ ଦେଖିପାରିବେ। ଓଡ଼ିଆ ଓଡ଼ିଆ ସାହିତ୍ୟରେ, ଓଡ଼ିଆ କବିତାରେ ସେଭଳି ବ୍ୟକ୍ତି ଆଉ ସେ ଅଦ୍ୱିତୀୟ। ଆପଣ ମାନେ ଦେଖନ୍ତୁ, ନା ଏଠି ହାରଜିତ ନାହିଁ, ସାମ୍ରାଜ୍ୟ ନାହିଁ। ନା ଏଠି ହାରଜିତ ନାହିଁ, ସାମ୍ରାଜ୍ୟ ନାହିଁ, ସିଂହାସନ ନାହିଁ, ଶିଖର ବୋଲି କିଛି ନାହିଁ, କହୁଣେ ଉହୁଙ୍କ ନାହିଁ। ଆସ ହାତ ମିଳାଅ, ବୁକୁ ମିଳାଅ, ମଣିଷ ଭିତରେ ଆହୁରି ଆହୁରି ମାନବିକତା ଭରିଦେ ବୋଲି ଆଜ୍ଞା ଦେଇ ପାରିବାନି ସିନା, ପ୍ରାର୍ଥନା କରିବା ଆସ। କଲମ ନଇଁ ଗଲେ ବଲମ ଉଠେଇବା କିଆଁ, କବିତା ଯୁଦ୍ଧ ନୁହେଁ ପ୍ରେମ, ଖେଳ ଆମର ଆରୋହଣ ନୁହେଁ ରିଲେ, ଦୌଡ଼ି ଦୌଡ଼ି ନିର୍ଦ୍ଦିଷ୍ଟ ଗୋଟିଏ ବିନ୍ଦୁରେ ଅପେକ୍ଷାମାନ ତରୁଣ ଖେଳୁଆଲକୁ କଲମଟି ବଢେଇ ଦେଲେ ଆମର ଛୁଟି। ଯୁବ କବି ମାନଙ୍କର ପ୍ରତି ଯୋଉ ଭାବ ଯେ ଆମେ ଯଦି କଲମ ନଇଁଗଲେ ବଲମ କାହିଁକି ଉଠେଇବା, ଆମର ଦାୟିତ୍ୱ ଅଛି କବିତା ଯୁଦ୍ଧ ନୁହେଁ, କବିତା ପ୍ରେମ। କବିତା ଯୁଦ୍ଧ ନୁହେଁ, କବିତା ପ୍ରେମ। ପ୍ରେମ ମାଧ୍ୟମରେ ସମଗ୍ର ପୃଥିବୀକୁ ଜୟ କରାଯାଇପାରେ। ଏ କଥା ଆମକୁ ସେ ଶିଖଉଛନ୍ତି ଯେ ଯୋଉ ଅପେକ୍ଷାମାନ ତରୁଣଟିଏ ଅଛି ଉତ୍ତରାଧିକ ସୂତ୍ରରେ ବା ଯୋଉ ଆଗାମୀ ଦିନର କବିତାର ସର୍ଜନାରେ ଯେ ଠିଆ ହେଇଛି, ତାକୁ ମୁଁ କଲମଟିଏ ଯଦି ବଢେଇ ଦେଲି, ମୋର ଛୁଟି ହେଇଗଲା, ମୁଁ ତାପରେ ପୃଥିବୀରୁ ବିଦାୟ ନେଇଯିବି। କେଡ଼େ ମହତ୍ ଚେତନା। ମୋକ୍ଷ ମାନେ ତାଙ୍କର ସେ କବିତା ଭିତରେ ଆପଣ ଦେଖିବେ, ମୋକ୍ଷ ବା ନିର୍ବାଣ କଳ୍ପନା ମାତ୍ର, ସବୁ ପୁନର୍ଜନ୍ମ ବି ଥାଏ କି ନଥାଏ ସେ ଜାଣନ୍ତିନି। ଯଦି ଥାଏ ନିଶ୍ଚୟ ସେ ଫେରିବାକୁ ଚାହେଁ ଏ ପୃଥିବୀକୁ, ବାର ବାର ଏ ପୃଥିବୀକୁ, କଥା ସେ କହୁଛନ୍ତି କବିତା ଭିତରେ। ତେଣୁ ମହାକବିର ଯୋଉ ଦ୍ୟୋତନା ଅଛି, ଆପଣ ମାନେ ଦେଖିବେ। ମୁଁ ଆଉ ଗୋଟେ କଥା ଏଠି ରଖେ, ରାଜେନ୍ଦ୍ର କିଶୋର ପଣ୍ଡା ଗୋଟେ ଛଦ୍ମ ନାମରେ ଲେଖୁଥିଲେ। ଗୋଟେ ତାଙ୍କର ଇତିହାସ, ଯଦି ତାଙ୍କର ଭାବାଳାପ ବୋଲିକିରି ଗୋଟେ ବହି ବାହାରିଛି। ଭାଗୀରଥୀ ମିଶ୍ର ଗୋଟେ ବହି କରିଛନ୍ତି, ବଲାଙ୍ଗୀର କବି ଭାଗୀରଥୀ ମିଶ୍ର, ଭାବାଳାପ। ସେଥିରେ ଦେଖିବେ ଯେ ସେ 1978 ମସିହାରେ ଯେତେବେଳେ ଯୁବକ ଥିଲେ, ଆପଣ ମାନଙ୍କର ଭଳି ସବୁ ଯୁବକ ଥିଲେ, ସେ ସମୟରେ ଯଜାତି ନାମରେ ସେ ଲେଖୁଥିଲେ। ଯଜାତି ଛଦ୍ମ ନାମରେ ସେ ଲେଖୁଥିଲେ। ସେଠି ଗୋଟେ ପତ୍ରିକା, ସମାବେଶ ପତ୍ରିକା ବାହାରୁଥିଲା ଏବଂ ତାରୁଣ୍ୟ ପ୍ରସ୍ତରେ ସେ ଯଜାତି ଛଦ୍ମ ନାମରେ ଲେଖୁଥିଲେ। ରାଜେନ୍ଦ୍ର କିଶୋର ପଣ୍ଡା ଆମକୁ ଶିଖେଇ ଦେଇ ଯାଇଛନ୍ତି ଯେ ସର୍ଜନା ଗୋଟେ ସାଧନା, ସର୍ଜନା ଏକ ତପସ୍ୟା, ସର୍ଜନା ଏକ ଗୋଟେ ଉତ୍ତରିତ ସ୍ତରର କଥା। ଆମେ ଯେତେବେଳେ ଦେଖୁଛୁ ଜଣେ କବି ହିସାବରେ ସେ କହୁଛନ୍ତି ଆମକୁ, ଧାନ ଶିଶା ଭିତରେ ସେ ଆହୁରି କ୍ଷୀର, ଦେଖ ଧାନ ଶିଶାରେ ଆହୁରି କ୍ଷୀର, ଜୀବନ ପ୍ରତି କବିତା। ଧାନ ଶିଶାରେ ଆହୁରି କ୍ଷୀର, ଅରଣି ଭିତରେ ଆହୁରି ନିଆଁ, ଆଖୁ ଭିତରେ ମହୁ ଭିତରେ ଆହୁରି ମିଠା, ସଲପ ଗଛରେ ଆହୁରି ରସ, ଆକାଶ ଦେହରେ ଆହୁରି ନୀଳିମା, ଆହୁରି ଚନ୍ଦ୍ରିକା, ମଣିଷ ଭିତରେ ଆହୁରି ଆହୁରି ମାନବିକତା ଭରିଦେ ବୋଲି ପ୍ରାର୍ଥନା କରିବା ଛଡା ଜଣେ କବି ଆଉ କଣ କରିପାରେ? ଭରିଦେ ବୋଲି ସେ ପ୍ରାର୍ଥନା ହିଁ କରିପାରିବା, ଆମେ ଗୋଟେ ପ୍ରାର୍ଥନା କରିପାରିବା। ତେଣୁ ତାଙ୍କୁ ଯଦି ବୁଝି ଯାଉଛେ ଆମେ, ତାଙ୍କର କବିତାର ମର୍ମଭୂମିକୁ, ତାଙ୍କର କବିତାର ଆତ୍ମାକୁ ଯଦି ଥରେ ଆମେ ବୁଝି ଯାଉଛେ, ତାହେଲେ ଓଡ଼ିଆ କବିତାର ଧାରା ନିଶ୍ଚିତ ଭାବରେ ଗୋଟେ ନୂଆ ରୂପ ନବ ବୋଲି ଆମେ କହିପାରିବା। ଆଉ ଆଉ ଜଣେ କବିତାର ଆଉ ଏକ କଥା ସେ କହୁଛନ୍ତି ତାଙ୍କର କବିତା ଭିତରେ, ଯେ ବେଳେ ବେଳେ ଏମିତି ସମୟ ଆସେ, ଜଣେ କବି, ଯୋଉ ଯୋଉ କବି ମାନେ ପାରାଡକ୍ସ ର କଥା କୁହନ୍ତି, ବା କବି ଭିତରେ ସବୁବେଳେ ଚେତନା ପରିବର୍ତ୍ତିତ ହେଉଥାଏ, ପ୍ରତି ମୁହୂର୍ତ୍ତରେ କବିତାର ଧାରା ବଦଳି ଯାଉଥାଏ। ଗୋଟିଏ ଗୋଟିଏ ଭୂମି ଆସେ ଜୀବନରେ,
ଯେତେବେଳେ ପହଞ୍ଚିବାର ଭ୍ରମ ଯେ ମୁଁ ପହଞ୍ଚି ଗଲି କି ଜୀବନର ଗୋଟେ ନିଷ୍କର୍ଷ ବିନ୍ଦୁରେ ପହଞ୍ଚି ଗଲି କି ତାର ସାକ୍ଷାତକାରରେ ସେ କଥା ସେ କହିଛନ୍ତି ଯେ ମୁଁ ପୁରା ଏମିତି ଭୂମି ଆସିଲା ଯେ ମୁଁ ପରିବର୍ତ୍ତିତ ହେଇଗଲି ଜୀବନରେ ପହଞ୍ଚିବାର ଗୋଟେ ଭ୍ରମ ଜାଗିଗଲା ଅର୍ଦ୍ଧ ପଥରେ ଅଧା ମଝିରେ ହେଇଥିବ ଦୋଦ ପାଞ୍ଚ ହେଇଥିବ ଜୀବନ ଭିତରେ ସେ ମାୟାଭୂମିରୁ ଦିଶିଯାଏ ଶିଖର ଆହୁରି ଦିଶିଯାଏ ଆହୁରି ଦିଶିଯାଏ ଗୋଟେ ନୂଆ ରୂପ ଦିଶି ଯାଉଥିବ ସୁଗଭୀର ଗୋଟେ ତଳ ବିତଳ ଦ୍ୱିଧା ବିଭକ୍ତ ହୋଇ ମାଡ଼ି ବସିଥିବ ଗୋଟେ ଚେତନା ସେ ଗୋଟେ ବିରୋଧାଭାସ ଠିଆ ହେଇଥିବ ସେଇ ଦ୍ୱନ୍ଦାତ୍ମକ ବ୍ୟକ୍ତି ଚେତନାର ରୂପକୁ ସେଇ ଦ୍ୱନ୍ଦାତ୍ମକ ବ୍ୟକ୍ତି ଚେତନାର ମର୍ମ ଭୂମିକୁ କବି ରାଜେନ୍ଦ୍ର କିଶୋର ପଣ୍ଡା ତାଙ୍କର କବିତାରେ ଦେଖିବା ପାଇଁ ପ୍ରଚେଷ୍ଟା କରିଛନ୍ତି ସେ ମାୟାଭୂମି ଶୈଳକଳ୍ପ ଭାବରେ ସେ ଶୈଳକଳ୍ପରେ କଥା ଉଲ୍ଲେଖ କରିଛନ୍ତି ତେଣୁ ରାଜେନ୍ଦ୍ର କିଶୋର ପଣ୍ଡା ଓଡ଼ିଆ କବିତାର ଏକ ଉଦାତ୍ତ ଉଚ୍ଚାରଣ ଆପଣମାନେ ଦେଖିଥିବେ ଶବ୍ଦ ନିର୍ମାଣରେ ଖୁବ୍ ଧୁରୀଣ ଆବେଗରେ ଐଶ୍ୱର୍ଯ୍ୟରେ ବିତ୍ତବାନ ଭାବ ଭାଷା ଶୈଳୀରେ ଚିରନୂତନ ପ୍ରତ୍ୟେକ କବିତା ପ୍ରତ୍ୟେକଠୁ ଭିନ୍ନ ଭିନ୍ନ ଆପଣଙ୍କର ପ୍ରତ୍ୟେକ କବିତା ସାଙ୍ଗରେ ପ୍ରତ୍ୟେକ କବିତା ଗୋଟେ ନୂଆ ନୂଆ ରୂପ ଦଉଥିବ ନିରୁତା କାବ୍ୟ ଦୃଷ୍ଟି ଅଛି ତୀବ୍ର ସୂକ୍ଷ୍ମ ଅନୁଭବ ଅଛି ସହଜ ଉନ୍ମିଳନ ଅଛି ତାଙ୍କର କବିତା କେବେ ଲାଗିବ ଯେ ଏଟା ବୋମା ପରି ପୁଣି ପୁଣି କେତେବେଳେ ଲାଗିବ ଗୋଟେ କୋମଳ ପୁଷ୍ପ ପାଖୁଡା ପରି ଲାଗିବ ତାଙ୍କର କବିତା ଅର୍ଥ ଗୋଟେ ବୋମା ନିକ୍ଷେପ ବୋମାଟି ନିକ୍ଷେପ ହଉଛି କି ଶବ୍ଦରେ ଶବ୍ଦ ବୋମା ସେ ଫିଙ୍ଗୁଛନ୍ତି କି ପୁଣି କେତେବେଳେ ଲାଗିବ ଯେ ଆପଣଙ୍କୁ ଗୋଟେ କୋମଳ ପାଖୁଡାଟି ପରି ମନେ ହେବ ସବୁ ବାଦ ସବୁ ଆଦର୍ଶ ସବୁ ପକ୍ଷର ବାହାରେ ସେ ଛିଡା ହେଇଥାନ୍ତି ଏବଂ ସେ କୁହନ୍ତି ଯେ ମୁଁ ପ୍ରତିପକ୍ଷରେ ଏକା ଛିଡା ହେଇଛି ଯଦି ମୁଁ ଯୁଦ୍ଧ ଘୋଷଣା କରିବା ପାଇଁ ମୋର ବିରୁଦ୍ଧରେ ଚାହୁଁଛ ମତେ ପ୍ରତିପକ୍ଷରେ ରଖ ସମଗ୍ର ପୃଥିବୀ ଗୋଟେ ପାଖରେ ଏବଂ ମତେ ପ୍ରତିପକ୍ଷରେ ଛିଡା କରିଦିଅ ସେ ବାହାରେ ସବୁ ବାଦର ବିସମ୍ବାଦ ସବୁ ଆଦର୍ଶ ସବୁ ପକ୍ଷର ଊର୍ଦ୍ଧ୍ୱରେ ସେ ଗୋଟେ ବାହାରେ ଏକାକି ଠିଆ ହେଇଥିବା ଏକ ଜୀବନ ସଂଗ୍ରାମୀ ପୁରୁଷ ଜୀବନ ସଂଗ୍ରାମୀ କାବ୍ୟ ପୁରୁଷ ତେଣୁ ସେ ଆଲୋକ ବର୍ଷ ଦୂରରେ ଏଇ ପୃଥିବୀରେ ଗୋଟିଏ ଗୋଟିଏ ମହୋତ୍ସବ ହୋଇଥାଏ ଧୀମା ଆଲୁଆ ଦିଶୁଥାଏ ସେଇ ଯୋଉ ସୂକ୍ଷ୍ମ ବିନ୍ଦୁ ସେଇ ଅତି କ୍ଷୀଣ ସ୍ପନ୍ଦନ ସେଇ ସ୍ପନ୍ଦନଟା ହଉଛି ରାଜେନ୍ଦ୍ର କିଶୋର ପଣ୍ଡାଙ୍କର ସ୍ପନ୍ଦନ ଟିକେ ସରି ମୁଁ ଟିକେ ପାଣି ପିଉଛି ଫ୍ରେଣ୍ଡସ୍ ହଁ ଅଛନ୍ତି ଆପଣ ମାନେ ଶୁଭୁଛି ଏବେ ଇନ୍ଦ୍ରଜିତ ଆଜ୍ଞା ସାର୍ ଶୁଭା ଯାଉଛି ଧନ୍ୟବାଦ ମାନେ ଗୋଟେ ଗୋଟେ ସ୍ପନ୍ଦନ ଦେଖନ୍ତୁ ଯେ କବିତା ଆପଣ ମାନେ ଗୋଟେ ପାହାଡକୁ ଚଢି ଗଲା ପରେ ପାହାଡ ଉପରୁ ଯଦି ପଥରଟିଏ ଫିଙ୍ଗୁଛନ୍ତି ସେଇ ପଥର ଫିଙ୍ଗିଲା ଭୂମିକୁ ଛୁଇଁଲା ପରେ ଯୋଉ ଶବ୍ଦ ହୁଏ ଆମେ ଗୋଟେ ଫୁଲଟିଏ ଯଦି ଫିଙ୍ଗିବା ଭୂଇଁକୁ ଛୁଇଁଲା ପରେ ମଧ୍ୟ ସେଇ ଶବ୍ଦ ହବ ଗୋଟେ ଫୁଲର ପାଖୁଡା ଯଦି ଭୂଇଁରେ ସ୍ପର୍ଶ ହୁଏ ଉଚ୍ଚତାରୁ ସେ ପାଖୁଡା ଭୂଇଁକୁ ଛୁଇଁଲା ପରେ ମଧ୍ୟ ଗୋଟେ ଶବ୍ଦ ହବ ସେ ପାଖୁଡାର ଶବ୍ଦ ହଉଛି କବିତାର ଶବ୍ଦ ସେ ପାଖୁଡାର ଶବ୍ଦ ହଉଛି କାବ୍ୟର ନିରୁତା ଶବ୍ଦ ତେଣୁ ସେଇ ଶବ୍ଦକୁ ଶୁଣି ପାରିଲେ ହେଲା ତେଣୁ ଆମେ ଏମିତି ନିରୀକ୍ଷେଇବା ରାଜେନ୍ଦ୍ର କିଶୋର ପଣ୍ଡାଙ୍କର କବିତାକୁ ନେଇକିରି ଆମେ କିଛି ତାଙ୍କର ଶବ୍ଦ ଦେଉତନା ଉପରେ ମୁଁ କିଛି କହିବି ତାଙ୍କର କବିତାର ଆପଣ ମାନେ ସମସ୍ତେ ଜାଣନ୍ତି ଯେ କବିତାର ଯୋଉ ରୂପ ହଉଛି କବିତା ଏକ ଶବ୍ଦ କଳା ଏଇ ଶବ୍ଦ ଶକ୍ତି ମାଧ୍ୟମରେ କବି ତାର ଭାବନାକୁ ପ୍ରକାଶ କରେ ତାର ଚେତନାକୁ ପ୍ରକାଶ କରେ ତେଣୁ ଶବ୍ଦ ଗୋଟେ ଗୋଟେ ମାଧ୍ୟମ ଗୋପୀନାଥ ମହାନ୍ତି ଯଦି ପଢିବେ ତାଙ୍କର ସାକ୍ଷାତକାର ଗୋପୀନାଥ ମହାନ୍ତି ଗୋଟେ ଜାଗାରେ କହିଛନ୍ତି ଯେ ଶବ୍ଦ ଗୋଟେ ଭାରବାହୀ ପଶୁ ଯିଏ ଠିକ ଭାବକୁ ଠିକ ଭାବ ଚେତନାକୁ ଠିକ ଜାଗାରେ ପହଞ୍ଚିବା ହଉଛି ତା ଦାୟିତ୍ୱ ତେଣୁ ନିଜସ୍ୱ ଅନୁଭବକୁ ବଖାଡିବା ପାଇଁ କବି ଗୋଟିଏ ନିଆରା ଭାଷା ତିଆରି କରେ ଫୁଲର ସହିତ ସେ ଯୋଡେ କଣ୍ଟାକୁ ଫୁଲର ସହିତ ଯୋଡି ସେ ଫୁଲର କଣ୍ଟା ସହିତ ସେ କ୍ଷତକୁ ଯୋଡି ପାହାଡ ସହିତ ସୁଦୂର ପରାହତ ଭାଗ୍ୟର ଓଜନକୁ ସେ ଯୋଡେ ମାଟି ସହିତ ଗର୍ଭକୁ ଯୋଡେ କୋଳ ସହିତ ଶ୍ମଶାନକୁ ଯୋଡେ ଭେଲଭେଟ ଆଖି ସହିତ ଅନନ୍ତ ପିପାସାକୁ ସେ ଯୋଡିଥାଏ ସେ ଶବ୍ଦ ହିଁ ସବୁବେଳେ ଗୋଟେ ଗୋଟେ ଆମର ଯୋଉ ପୋପ ବୋଲିକିରି ଜଣେ ରାଇଟର କ୍ରିଟିକ ଥିଲେ ସେ ବଢିଆ କଥାଟେ କହିଛନ୍ତି ହ୍ୱାଟ ଇଜ ଦ ଡ୍ରେସ ଅଫ ଥଟ୍ ଶବ୍ଦ ହେଉଛି
ଭାବର ପୋଷାକ। କବିଟିଏ ଭାବକୁ ଶବ୍ଦର ପୋଷାକ ପିନ୍ଧାଇ। ଆଉ ଜଣେ ଗ୍ରେଟ୍ ମାନେ କ୍ରିଟିକ୍ କିପଲିଂ, ଆର୍ କିପଲିଂ ବୋଲିକି ଥିଲେ, ୱାର୍ଡସ୍ ଆର୍ ଅଫ କୋର୍ସ ଦ ମୋଷ୍ଟ ପାୱାରଫୁଲ ଡ୍ରଗ ୟୁଜ୍ଡ ବାଇ ମ୍ୟାନକାଇଣ୍ଡ। ତେଣୁ ଏଇ ଶବ୍ଦର ମାଧ୍ୟମରେ କବି ନୂଆ କଥାକୁ, ନୂଆ ଚେତନାକୁ ଦେଖାଏ। ଆମେ ଯଦି ଦେଖିବା ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କବିତାର ଶୈଳୀ বিশ্লেষণ ଗୋଟେ ଗୁରୁତ୍ୱପୂର୍ଣ୍ଣ ଦିଗ। ନୂଆ ଶବ୍ଦ ସଂଯୋଜନା, ପ୍ରତୀକାତ୍ମକ ଶବ୍ଦ, କଥିତ ଶବ୍ଦ ନୂଆ ନୂଆ ବାକ୍ ରୂପ ନେଇକରି ପ୍ରକାଶ ପାଇଛି। ନୂଆ ଗୋଟେ ନାନ୍ଦୀ ପାଠ ଶୁଣାଯାଇଛି କବିତା ଭିତରେ। ଏଠି ରାଜେନ୍ଦ୍ର କିଶୋର ପଣ୍ଡା ସେଇ ଶବ୍ଦକୁ ହିଁ ଆମେ ତାଙ୍କର କବିତା ଭିତରେ ଦେଖିପାରିବା। ରାଜେନ୍ଦ୍ର କିଶୋର ପଣ୍ଡାଙ୍କର କେତେଟା ଶବ୍ଦ ମୁଁ କହିଦଉଛି, ଏଠି ଉଲ୍ଲେଖ କରିଛି। ମାତର୍ଷି, ମହର୍ଷି ନୁହଁ, ସେ ମାତର୍ଷି କୁହନ୍ତି ତାଙ୍କର କବିତା ଭିତରେ। ହୃନ୍ମୟ କୁହନ୍ତି, ମୃନ୍ମୟ ନୁହଁ, ହୃନ୍ମୟ କହିବେ ତାଙ୍କର କବିତା ଭିତରେ। ହୃନ୍ମୟ, କୋଟିଧା, ଆବାମିକା, ନିଧୁବନ, ଚେକିତାନ, ମହୁମୁହାଣ, ବୋଧିନବ, ଚନ୍ଦ୍ରର ଜଙ୍ଗଲ। কি শব্দ, চন্দ্রর জঙ্গল, নিরুদ্ধ লাবণ্য। এটা রাজেন্দ্র কিশোর পণ্ডা, আখি বুঝিকি কইদেবি এটা রাজেন্দ্র কিশোর। মৃগয়ার স্নিগ্ধ শীতল কাଳ, আহত আলোক, উখুরা চৈত, ক্লিব আয়ুষ, ବୋକ୍ଚା ବୁହା ସମୟ। ମାନେ ଦେଖ ନୂଆ ନୂଆ ଶବ୍ଦ ତିଆରି କରୁଛନ୍ତି ଜଣେ କବି। ଏଇ ନୂଆ ଶବ୍ଦ ତିଆରି ଭିତରେ, ଏଇ ନୂଆ ଶବ୍ଦ ସଂଯୋଜନା ଭିତରେ ସେ ଗୋଟେ ନୂଆ ରୂପ ଦେଇଛନ୍ତି ସମଗ୍ର କବିତାର ଧାରାକୁ। ତାଙ୍କର ସାକ୍ଷାତକାର ସେ କହିଛନ୍ତି ଯେ ଯାଦୁ ବିଦ୍ୟା ମୁଁ କିଛି ଜାଣିନି, ଶବ୍ଦର ଦିଟା ରୂପ ଅଛି, ଗୋଟେ ପ୍ରକାଶ୍ୟ ଆଉ ଗୋଟେ ସମ୍ଭାବ୍ୟ ରୂପରେ ମୁଁ ସବୁକୁ ପ୍ରକାଶ କରୁଛି। ପ୍ରକାଶ ଭାବରେ ଥାଏ ଲୋକ, ଶବ୍ଦର ସବୁବେଳେ ଦୁଇଟି ରୂପ ଥାଏ, ଗୋଟେ ପ୍ରକାଶ୍ୟ ରୂପ ଆଉ ଗୋଟେ ତାର ସମ୍ଭାବ୍ୟ ରୂପ। ସେ ପ୍ରକାଶ୍ୟ ରୂପରେ ଲୋକମୁଖରେ ଶବ୍ଦ ଥାଏ, ଶୁଣି ପାରିବା ପାଇଁ ଗୋଟେ ତୃତୀୟ କାନ ଦରକାର। ଏଇ ଯୋଉ ଆମର ଦିଟା କାନ ନୁହଁ, ୟାର ଏଇ ଦୁଇଟି କାନର ବାହାରେ ଆଉ ଗୋଟେ କାନ ଦରକାର। ଟିକେ ନିରବି ଗଲେ ଯୋଉ ଶବ୍ଦ ଶୁଣିବ, ସେଇ ଶବ୍ଦ କବିତାର ଶବ୍ଦ। ଆମକୁ ଗୋଟେ ଚେକିତାନ ଶୁଣାଯିବ, ଏକ ମଲ୍ହାର ଶୁଣାଯିବ। ଆମେ କୋଳାହଳ ଭିତରେ ଯଦି ଗୋଟେ କବିତା ଗୋଟେ ନିରୋଳାରେ ଗୋଟେ କବିତା ପଢିବ, କୌଣସି କବି ଦେଖିବ ତମେ ଆଉ ସେଇ ବ୍ୟକ୍ତି ସତ୍ତା ନୁହଁ। ତମେ ଯୋଉ ମଣିଷ, ଗୋଟେ ଛାତ୍ର ଅଛି ବା ଗୋଟେ କାର ପୁଅଟିଏ, କାର ଭାଇଟି, କାର ପ୍ରେମିକଟିଏ ଯୋଉ ମଣିଷ ଥିଲା, ସେ ଆଉ ଗୋଟେ ମଣିଷ ହେଇକିରି ସେ କବିତା ଭିତରେ ଲୀନ ହେଇଯାଉଛି। ସେଇଟା ହଉଛି କବିତାର ଶବ୍ଦ। ତେଣୁ ସବୁବେଳେ ଅନ୍ତର୍ଦୃଷ୍ଟି ରହୁଥିବା କବିତାରେ, ଅନ୍ତର୍ଦୃଷ୍ଟି ଗଭୀରତା ତ ରହିବ, ତା ସହିତ ଦୁଇଟି ଗୁଣଧର୍ମ ରହିବ। ଗୋଟେ ହଉଛି ତାର ବ୍ୟାପ୍ତି ଏବଂ ଗୋଟେ ହଉଛି ତାର ବୈଚିତ୍ର୍ୟ। ଗୋଟେ ହଉଛି ଭାବ ସତ୍ତାରେ ଏବଂ ଆଉ ଗୋଟେ ରହୁଛି ପ୍ରକାଶ ଭଙ୍ଗୀରେ। ଏଟା ରାଜେନ୍ଦ୍ର କିଶୋର ପଣ୍ଡାଙ୍କର କବିତା ଭିତରେ ଏ ଦୁଇଟି କଥା ଅଛି। ତାଙ୍କର ଅନେକ କବିତା ମୁଁ ଆପଣମାନଙ୍କୁ ଶୁଣେଇଲି। ତାଙ୍କର ଶେଷ କବିତା ବି ମୁଁ ଆପଣମାନଙ୍କୁ କହିଲି, ଅଖାଡୁଆ ବୋଲି ଗୋଟେ କବିତା ଥିଲା। ଆଉ କିଛି କାଳଜୟୀ କବିତା ଆମେ ଶୁଣିପାରିବା ତାଙ୍କର। କହିବି କହିଦିଏ ଆଉ ଥରେ ପକ୍ଷ କଥା ଉଠୁଛି ତ, ମତେ ରଖ ଅପର ପକ୍ଷରେ, ବହୁ ନୁହେଁ ଏକ ବଚନରେ। ଅପର ପକ୍ଷ କବିତା ନିଜ ପାଇଁ ନାନା ବାୟା ଯାଇଥାଏ। ତାପରେ ଉପନଦୀ ପ୍ରତି, ମୁକ୍ତି ନାହିଁ ସ୍ୱପ୍ନ ଆଉ ସ୍ୱପ୍ନ ଭଙ୍ଗରୁ, ମୁକ୍ତି ନାହିଁ ପ୍ରତିଶ୍ରୁତି ଦେବାରୁ ଆଉ ଭାଙ୍ଗି ଦେବାରୁ, କୃତଘ୍ନତାରୁ ବିଶ୍ୱାସଘାତକତାରୁ, ବାଲି ମାଟି ଜଙ୍ଗଲରେ ହିମରେ ଅଶ୍ରୁରେ, ରକ୍ତ ମାଂସ ଅଛି ତ ମଜ୍ଜା ଶୁକ୍ର ମାନ ଚୈତନ୍ୟ ପ୍ରାଣରେ, ଗତି ମୋର ପାଦ ବେଡ଼ି, ମୁକ୍ତି ନାହିଁ ମୁକ୍ତି ନାହିଁ ମୁକ୍ତି ନାହିଁ ନିଜର ସୁଅରୁ। ଉପନଦୀ ପ୍ରତି ଗୋଟେ କବିତା। ଜୀବନ ପ୍ରତି ଗୋଟେ କବିତା। ଜୀବନକୁ କେମିତି ଜଣେ କବି ଦେଖିପାରେ। ମତେ ଏଇ ବର ଦେରେ ଜୀବନ, ମତେ ଏଇ ବର ଦେରେ ଜୀବନ, ଥରକୁ ଥର ମୁଁ ଯେମିତି ତୋର ଅଥଳ ଅଥୟ ଡହର ଭିତରେ, ଅତି ଛୋଟ ଏକ ହୁଲି ଡଙ୍ଗା ପରି, ଏମିତି ଉଲ୍ଲାସରେ ବେଦନାରେ ନାଚୁଥିବି, ଡେଉଁଥିବି, ଘୁରୁଥିବି, ଛିଟକୁଥିବି, ମୁଖ୍ୟ ପକ୍ଷ ମୋର ଆଉ କିଛି ଲୋଡ଼ା ନାହିଁ। ଜୀବନବାଦୀ କବି ସବୁବେଳେ ଜୀବନର ସପକ୍ଷରେ ଠିଆ ହବ। ଜୀବନ ସହିତ ତାର ଆତ୍ମା, ସେ ପଳାୟନ ବା ଗୋଟେ ଏସ୍କେପିଷ୍ଟ ମନୋଭାବ ନେଇକିରି ସେ କୋଉଠି ରହେ ନାହିଁ। ସେ ଜୀବନ ସହିତ ସବୁବେଳେ ଅଙ୍ଗୀକାରବଦ୍ଧ ହେଇକିରି ଠିଆ ହେଇଥାଏ। ହେଉଛି କବିତା ବା ତାଙ୍କର କବିତାର ପାସନେଟ। ତେଣୁ ଆଉ ଏକ କବିତା ଅଛି, ସବୁଠୁ ସାନ ପାପଟି। ତୁମକୁ ଭେଟିବା ପୁଣ୍ୟ ଏତେ ଅଧିକ ଯେ, ଏଟା ପ୍ରାୟ ସମସ୍ତେ ମନେ ରଖିଥିବେ। ତୁମକୁ ଭେଟିବା ପୁଣ୍ୟ ଏତେ ଅଧିକ ଯେ, ଭୟ ହୁଏ ମୁଖ୍ୟ ଜୀବୀ ପାଇ, ଆଉ ଥରେ ପୁନର୍ଜନ୍ମ ଦେବାକୁ ସକ୍ଷମ, ସବୁଠୁ ସାନ ପାପଟି ଦିଅ ଗୋ ବତାଇ। ତୁମକୁ ଭେଟିବା ପୁଣ୍ୟ ଏତେ ଅଧିକ ଯେ,
ଭୟ ହୁଏ ଏ ମୋକ୍ଷଜୀବୀ ପାଇ ଆଉ ଥରେ ପୁନର୍ଜନ୍ମ ଦେବାକୁ ସକ୍ଷମ ସବୁଠୁ ସାନ ପାପଟି ଦିଅକୁ ବତାଇ। ଏଠୁ ରୋମାଣ୍ଟିକ କବିତା କଣ ହେଇପାରେ? କାଳେ ତୁମକୁ ଭେଟିଲା ପରେ ମୁଁ ମୁକ୍ତି ପାଇଯିବି, ପୁଣି ମତେ ଆଉ ଗୋଟେ ଛୋଟିଆ ସାନ ପାପଟିଏ ବତେଇ ଦିଅ ଯୋଉଥିପାଇଁ ପୁଣି ଥରେ ପୁନର୍ଜନ୍ମ ନେବି ଆଉ ତୁମକୁ ପୁଣି ଭେଟିବାକୁ ଆସିବି। ଏଠୁ ଆଉ ସଫଳତମ କାବ୍ୟ ସତ୍ତା କଣ ହେଇପାରେ? ତେଣୁ ପ୍ରିୟ ବନ୍ଧୁଗଣ, ଆମେ ସମସ୍ତେ ରାଜେନ୍ଦ୍ରଙ୍କ କବିତା ଯଦି ପଢୁଥିବା, ତାଙ୍କୁ ଚର୍ଚ୍ଚା କରୁଥିବା, ଦିନ ଦିନ ରାତି ରାତି ପାହିଯିବ। ଏ କବିତାର ଧାରା, ଏ କବିତାର ସ୍ରୋତ କିଛି ବି ସରିବ ନାହିଁ। ଦୁଇଟି ଭିନ୍ନ ଭିନ୍ନ ପରିବେଶ ଭିତରେ ଠିଆ ହେଇଥିବା ଗୋଟେ ମଣିଷ ଶେଷ ପର୍ଯ୍ୟନ୍ତ, ଜୀବନର ଶେଷ ପର୍ଯ୍ୟନ୍ତ ସେ ସୃଜନଶୀଳ ସକ୍ଷମ ଗୋଟେ ଲେଖକ ଭାବରେ ଠିଆ ହେଇଥିଲେ ଏ ଜାତିର ଆଗରେ। ବହୁତ ମାନେ ଭୟଙ୍କର ବାଗ୍ମୀ, ଏଭଳି ବାଗ୍ମୀ, ଏଇଭଳି ଗମ୍ଭୀର କାବ୍ୟ ସତ୍ତା, ଏଇଭଳି ଗାମ୍ଭୀର୍ଯ୍ୟପୂର୍ଣ୍ଣ କାବ୍ୟ ପୁରୁଷ ଓଡ଼ିଆ ସାହିତ୍ୟରେ ଆଉ ନାହାନ୍ତି। ଆମେ ଭେଟିଛୁ, ତାଙ୍କୁ ଦେଖିଛୁ, ତାଙ୍କର ହାତ ଥାପୁଡ଼ା ଆମେ ପାଇଛୁ। ସେଇଥିପାଇଁ ଆମେ ନିଜକୁ ଧନ୍ୟ ମନେ କରୁଛୁ। ରାଜେନ୍ଦ୍ର କିଶୋର ପଣ୍ଡା ସମକାଳୀନତା ସହିତ ଚିରନ୍ତନତାର ଗୋଟେ ସମନ୍ୱୟ ସେତୁ ସେ ସ୍ଥାପନ କରିଥିଲେ। ଓଡ଼ିଆ କବିତାକୁ ଯୋଉ ନୂତନ ଦିଶା ଦେଖେଇ ଦେଇଛନ୍ତି, ତାହା ଆମ ପାଇଁ ଗୋଟେ ମାର୍ଗ ବୋଲିକିରି କୁହାଯାଇପାରେ। ତାଙ୍କର ଦୃଷ୍ଟିରେ କବିତା ଓ ଜୀବନ ଏ ଗୋଟିଏ ବିନ୍ଦୁ। ତେଣୁ ତାଙ୍କର କାବ୍ୟ ସତ୍ତା ଗୋଟେ ଅତୀନ୍ଦ୍ରିୟ ଶୂନ୍ୟ ଚେତନାରୁ ଧୂଳି ଧୂସରିତ ସମାଜ ପାଖକୁ ପୁଣି ମାଡ଼ି ଆସୁଛି। ପୁଣି କେତେବେଳେ ପ୍ରେମ ମାନବବାଦର କଥା କହୁଛି, ସମାଜର ଅନ୍ୟାୟ ଅତ୍ୟାଚାର ପୋଷଣ ଶୋଷଣ ସବୁକୁ ସେ ଅଙ୍ଗୁଳି ନିର୍ଦ୍ଦେଶ କରିକିରି ପ୍ରତିବାଦର ସ୍ୱର ଉଠେଇଛନ୍ତି। ସାମ୍ୟବାଦ ପ୍ରତି ଗୋଟେ ଦାୟବଦ୍ଧତା ତାଙ୍କର ଅଛି। କୌଣସି ବାଦରେ ବିଶ୍ୱାସ କରୁନଥିବା ମଣିଷ, ସେ ମାନବବାଦର କଥା, ମଣିଷର କଥା, ମଣିଷର ଜୟଗାନ କଥା ସେ କହିଛନ୍ତି। ତେଣୁ ତାଙ୍କର କବିତା ଆମ ପାଇଁ ଆଲୋକ, ତାଙ୍କର ଶବ୍ଦ ଆମର ସାମର୍ଥ୍ୟ, ତାଙ୍କର କବିତାର ଯେତେ ସବୁ ଭାବ ଚେତନା ଆମ ପାଇଁ ଏକ ଉତ୍ତରଣର ମାର୍ଗ। ମୁଁ ଏତିକି କହିବି। ସମୟ ବୋଧେ 30-40 ମିନିଟ୍ ମୁଁ କହି ସାରିଲିଣି, 40-45 ମିନିଟ୍। ଧନ୍ୟବାଦ ଆପଣମାନେ ମତେ ଶୁଣିଛନ୍ତି। ଯଦି କିଛି ଆପଣମାନେ ବିମର୍ଶ ତିଆରି କରିପାରିବେ, ଆପଣମାନେ ଯଦି କିଛି ନୂଆ କନସେପ୍ଟ ଯୋଡ଼ିବା ପାଇଁ କହିବେ, କି କୌଣସି ଯଦି ସନ୍ଦେହ ସଂଶୟ ଅଛି ଆପଣମାନେ ନିର୍ଦ୍ୱନ୍ଦରେ କୁହନ୍ତୁ। ଆମେ ଏଇଟା ଗୋଟେ ଫ୍ରେଣ୍ଡଲି ଡିସ୍କସନ ବୋଲି ଭାବନ୍ତୁ, ଆପଣମାନେ କହିପାରିବେ। ଧନ୍ୟବାଦ। ଆଉ ସାଧୁବାଦ ମୁଁ ଜଣାଉଛି ଇନ୍ଦ୍ରଜିତ ନାୟକକୁ, ଆପଣମାନଙ୍କୁ ସମସ୍ତଙ୍କୁ ଏଇ ଅନୁଷ୍ଠାନ ସହିତ ଯୋଡ଼ି ହେଇଥିବା ସମସ୍ତ ବନ୍ଧୁମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି। ରହୁଛି, ଧନ୍ୟବାଦ। ଆପଣମାନେ ଯଦି କିଛି ପ୍ରଶ୍ନ ପଚାରିବେ ବା କିଛି ସଜେଷ୍ଟ କରିବେ, ଆମେ ସେଇ ଉପରେ ଚର୍ଚ୍ଚା କରିପାରିବା। ଅନ୍ୟ ଏକ ମୁଁ ଯଦି ଯେତେବେଳେ ପ୍ରବନ୍ଧ କରିବି ତାକୁ, ସେଇ ସମୟରେ ଆମେ ଚର୍ଚ୍ଚା କରିପାରିବା। ଧନ୍ୟବାଦ, ମୁଁ ଅପେକ୍ଷାରେ ଅଛି।